କାହିଁକି ଏତେ ବଡ଼ ନଦୀବନ୍ଧ ନିର୍ମାଣ କରୁଛି ଚୀନ? ଏହା କାହିଁକି ଭାରତ ପାଇଁ ଚିନ୍ତାର ବିଷୟ? ବନ୍ଧ ମାଧ୍ୟମରେ ଭାରତ ଉପରେ ଜଳବୋମା ପ୍ରୟୋଗ କରିବ କି ଚୀନ? ଚୀନ ତିବ୍ଦତର ମେଡୋବ ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀ ଉପରେ ବିଶ୍ୱର ସର୍ବବୃହତ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଚୀନରେ ବ୍ରହ୍ମପୁତ୍ର ନଦୀକୁ ୟାର୍ଲୁଙ୍ଗ ସାଙ୍ଗୋପା କୁହାଯାଏ। ଚୀନ ଦାବି କରୁଛି ଯେ ଏହି ଥ୍ରୀ ଗର୍ଜେସ୍ ଡ୍ୟାମ୍ ଜଳବିଦ୍ୟୁତ ପ୍ରକଳ୍ପ 3 ଗୁଣ ଅଧିକ ବିଦ୍ୟୁତ ଉତ୍ପାଦନ କରିବ। ଚୀନ 2030 ସୁଦ୍ଧା ଏହି ବନ୍ଧ ନିର୍ମାଣ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି। ଯେତେବେଳେ ଚୀନ ଏହି ପ୍ରକଳ୍ପକୁ ଶକ୍ତି ସୁରକ୍ଷା ଏବଂ କାର୍ବନ ନିରପେକ୍ଷ ଲକ୍ଷ୍ୟ ସହିତ ଯୋଡ଼ି ଉପସ୍ଥାପନ କରୁଛି, ଏହି ପଦକ୍ଷେପ ଭାରତ ଏବଂ ବାଂଲାଦେଶ ଉଭୟଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଏପରି ପରିସ୍ଥିତିରେ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେ ଚୀନ ଏତେ ବଡ଼ ବନ୍ଧ କାହିଁକି ନିର୍ମାଣ କରୁଛି, ଏହି ବନ୍ଧରୁ ଭାରତ ପାଇଁ କି ପ୍ରକାରର ବିପଦ ଅଛି ଏବଂ ଚୀନର ଏହି ପଦକ୍ଷେପର ମୁକାବିଲା ପାଇଁ ଭାରତ କ'ଣ ପ୍ରସ୍ତୁତି କରୁଛି। ଚୀନ ଯୁକ୍ତି ଦେଉଛି ଯେ 2060 ସୁଦ୍ଧା କାର୍ବନ ନିରପେକ୍ଷ ହେବା ପାଇଁ କାମ କରୁଛି ଏବଂ ଏହି ବନ୍ଧ ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଚୀନ କହିଛି ଯେ ଏହି ଜଳବିଦ୍ୟୁତ ପ୍ରକଳ୍ପ ମାଧ୍ୟମରେ କେବଳ ସବୁଜ ଶକ୍ତି ଉତ୍ପାଦନ ହେବ ନାହିଁ, ବରଂ ପେଟ୍ରୋଲ ଏବଂ ଡିଜେଲ ଭଳି ଜୀବାଶ୍ମ ଇନ୍ଧନ ଉପରେ ଏହାର ନିର୍ଭରତା ମଧ୍ୟ ହ୍ରାସ ପାଇବ। ତଥାପି ବିଶେଷଜ୍ଞଙ୍କ ମତରେ ଏହି ପ୍ରକଳ୍ପ ପଛରେ କେବଳ ଶକ୍ତିର ଆବଶ୍ୟକତା ନୁହେଁ, ବରଂ ରାଜନୈତିକ ଏବଂ ରଣନୈତିକ ଉଦ୍ଦେଶ୍ୟ ମଧ୍ୟ ଲୁଚି ରହିଛି। ତିବ୍ଦତ ଅଞ୍ଚଳରେ ବ୍ରହ୍ମପୁତ୍ର ନଦୀ ଉପରେ ପୂର୍ବରୁ ଅନେକ ଛୋଟ ଏବଂ ବଡ଼ ବନ୍ଧ ଅଛି, କିନ୍ତୁ ଏହି ପ୍ରକଳ୍ପ କେବଳ ଆକାରରେ ସବୁଠାରୁ ବଡ଼ ନୁହେଁ, ବରଂ ଏହାକୁ ବ୍ରହ୍ମପୁତ୍ରର ଉପର ପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଚୀନର ନୂତନ ରଣନୀତିର ଏକ ଅଂଶ ବୋଲି ମଧ୍ୟ ବିବେଚନା କରାଯାଉଛି। ବ୍ରହ୍ମପୁତ୍ର ନଦୀ ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ପାଇଁ ଏକ ଜୀବନରେଖା ସଦୃଶ। ଏହି ନଦୀ ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ କୃଷି, ଜଳସେଚନ ଏବଂ ପାନୀୟ ଜଳର ଆବଶ୍ୟକତା ପୂରଣ କରେ। ଯଦି ଚୀନ ଏହା ଉପରେ ଏକ ବିଶାଳ ବନ୍ଧ ନିର୍ମାଣ କରି ଜଳ ପ୍ରବାହକୁ ନିୟନ୍ତ୍ରଣ କରିପାରିବ, ତେବେ ଏହା ଭାରତ ଉପରେ ଏକ ଜଳ ଅସ୍ତ୍ର ପରି କାମ କରିବ। ବିଶେଷଜ୍ଞମାନେ ଏହାକୁ ଜଳ ବୋମା ବୋଲି ମଧ୍ୟ କହୁଛନ୍ତି, ଯାହା ମାଧ୍ୟମରେ ଚୀନ ଆବଶ୍ୟକ ହେଲେ ଭାରତରେ ଜଳ ସଙ୍କଟ କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି କରିପାରିବ। ଯଦି ଚୀନ ଏକପାଖିଆ ନିଷ୍ପତ୍ତି ନେଇ ହଠାତ୍ ବ୍ରହ୍ମପୁତ୍ରରେ ପାଣି ଛାଡ଼ିଦିଏ, ତେବେ ଏହା ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ବନ୍ୟା ଆଣିପାରେ। ବିପରୀତରେ ଯଦି ଚୀନ ପାଣି ବନ୍ଦ କରିଦିଏ, ତେବେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ବନ୍ଧ ନିର୍ମାଣ ହେଉଥିବା ଅଞ୍ଚଳ ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ଯଦି ହିମାଳୟ ଅଞ୍ଚଳର ଫଲ୍ଟ ଲାଇନ୍ ନିକଟରେ ନିର୍ମିତ ଏହି ବନ୍ଧ କୌଣସି ବିପର୍ଯ୍ୟୟର ସମ୍ମୁଖୀନ ହୁଏ, ତେବେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇପାରେ। ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏକ ଛୋଟ ଫାଟ ମଧ୍ୟ ଏହି ମହାଯୋଜନାକୁ ବିପଦରେ ପକାଇପାରେ। ଏହା ସହିତ ଏହି ଅଞ୍ଚଳର ଜୈବ ବିବିଧତାକୁ ବହୁ ପରିମାଣରେ ପ୍ରଭାବିତ କରିବାର ସମ୍ଭାବନା ବି ରହିଛି। ଏହି ବିପଦକୁ ଅନୁଭବ କରି ଭାରତ ଏହାର କୂଟନୈତିକ ରଣନୀତିର ଅଂଶ ଭାବରେ ଚୀନ ସହିତ ଆଲୋଚନା କରିବାକୁ ମଧ୍ୟ ଚେଷ୍ଟା କରିଛି। ଜାନୁଆରୀ 2025ରେ ଭାରତ ସରକାର ଆନୁଷ୍ଠାନିକ ଭାବରେ ଚୀନ ସହ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ସହିତ ଏକ ଦୀର୍ଘକାଳୀନ ସମାଧାନ ଭାବରେ ଭାରତ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ସିଆଙ୍ଗ ବହୁମୁଖୀ ପ୍ରକଳ୍ପ ଯୋଜନାକୁ ଆଗକୁ ବଢ଼ାଇଛି। ଏହି ପ୍ରକଳ୍ପ ଏକ ପ୍ରକାରର ବରଫ ଡ୍ୟାମ୍ ହେବ, ଯାହା 2 ବିଲିୟନ ଘନ ମିଟର ଜଳ ସଂରକ୍ଷଣ କରିବାର କ୍ଷମତା ରଖିବ ଏବଂ 11,000 ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଚୀନ ପାର୍ଶ୍ୱରୁ ଜଳ ପ୍ରବାହରେ ଯେକୌଣସି ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା, ତାହା ହଠାତ୍ ପାଣି ଛାଡ଼ିବା କିମ୍ବା ପ୍ରବାହ ବନ୍ଦ କରିବା ଘଟଣା ହେଉ। ତଥାପି ସ୍ଥାନୀୟ ବିରୋଧ ଏବଂ ପ୍ରଶାସନିକ ଜଟିଳତା ଯୋଗୁଁ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଧୀର ଗତିରେ ଚାଲିଛି, କିନ୍ତୁ ଜାତୀୟ ସୁରକ୍ଷା ଏବଂ ଉତ୍ତର ପୂର୍ବାଞ୍ଚଳର ଜୀବନରେଖା ଦୃଷ୍ଟିରୁ ସରକାର ଏହାକୁ ଯଥାଶୀଘ୍ର ବାସ୍ତବରେ ପରିଣତ କରିବାକୁ ଚାହୁଁଛନ୍ତି। ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ଏହି ବିଶାଳ ବନ୍ଧ କେବଳ ଏକ ଭିତ୍ତିଭୂମି ପ୍ରକଳ୍ପ ନୁହେଁ, ବରଂ ଏହା ଦକ୍ଷିଣ ଏସିଆର ଜଳ ରାଜନୀତିରେ ଏକ ମୋଡ଼ ହୋଇପାରେ। ଭାରତ ପାଇଁ ଏହା କେବଳ ପରିବେଶଗତ ଏବଂ ମାନବିକ ସଙ୍କଟର ସଂକେତ ନୁହେଁ, ବରଂ ଏକ ରଣନୈତିକ ଚେତାବନୀ ମଧ୍ୟ, ଯେ ଏହାକୁ ଉତ୍ତର ପୂର୍ବାଞ୍ଚଳର ସୁରକ୍ଷା ବିଷୟରେ ଅଧିକ ସକ୍ରିୟ ହେବାକୁ ପଡ଼ିବ। ଭାରତ ପକ୍ଷରୁ ସିଆଙ୍ଗ ପ୍ରକଳ୍ପର ପ୍ରସ୍ତାବ ଏହି ଦିଗରେ ଏକ ଅର୍ଥପୂର୍ଣ୍ଣ ପ୍ରୟାସ, କିନ୍ତୁ ଏହାକୁ ଭୂମିରେ କାର୍ଯ୍ୟକାରୀ କରିବା ପାଇଁ ଗତି ଏବଂ ରାଜନୈତିକ ଇଚ୍ଛାଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତକୁ ଚୀନର ଆକ୍ରମଣାତ୍ମକ ଏବଂ ଏକପାଖିଆ ଜଳ ନୀତିର ଏକ ସନ୍ତୁଳିତ, ପରିବେଶଗତ, ସମ୍ବେଦନଶୀଳ ଏବଂ ରଣନୈତିକ ଜବାବ ଦେବାକୁ ପଡ଼ିବ, ଯାହାଦ୍ୱାରା ଉତ୍ତର ପୂର୍ବାଞ୍ଚଳର ଭବିଷ୍ୟତ ସୁରକ୍ଷିତ ହୋଇ ରହିପାରିବ।